ବିଗତ ଯେବେ ମୁଁ ଭାବନର ସରପଞ୍ଚ ଥିଲି ସେପଟୁ ଏଠି ଲୋକମାନେ 7-8 ଘର ରହିଛନ୍ତି କି ବହୁତ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ସରପଞ୍ଚ ପିରିୟଡ଼ରେ ମୁଁ ସୋଲାର ଲାଇଟ୍ ବ୍ୟବସ୍ଥା ଆଉ ସୋଲାର ଦ୍ୱାରା ଆମେ ପାଣି କେମିତି ସୁବିଧା ଦେଇପାରିବା ସେ ବ୍ୟବସ୍ଥା ହେଇଯାଇଛି। ତାପରଠୁ ଆମେ ତାଙ୍କମାନଙ୍କୁ କେମିତି ଘର ଦେଇପାରିବା, ରାସ୍ତା ଭଲ କେମିତି ଦେଇପାରିବା ତାହେଲେ ଆମେ ଲାଗିଛୁ, କିନ୍ତୁ ଏବେ ପର୍ଯ୍ୟନ୍ତ ହେଇପାରିନାହିଁ। ଏବେ ଆମେ ପୁଣି ଥରେ ଆମ ବ୍ଲକ ଡେଭଲପମେଣ୍ଟ ଅଧିକାରୀ ସାମ୍ନାରେ ଏ ଅସୁବିଧାଟା ସମ୍ମୁଖୀନ କଲୁ। ମ୍ୟାଡ଼ାମ୍ ଆସିଛନ୍ତି, ଏ ଏରିଆରେ ଦୌରା କଲେ, କିଛି ସୁବିଧା ମାନେ ଅତି ଶୀଘ୍ର ସେ ସୁବିଧାଟା ଲୋକମାନଙ୍କୁ ଯୋଗାଇବେ ଏହା ଆଶା କରୁ। ଆଜ୍ଞା ଆମେ 15 ବର୍ଷ ହେଲା ରହିଲୁ ଆଉ ଯାହା ମତେ ସରପଞ୍ଚ ମାନଙ୍କୁ ଜଣେଇଲୁ ଆଜ୍ଞା ଦ୍ୱାରା ପାଣିଟା ସାହାଯ୍ୟ କରୁଛନ୍ତି ଆଉ ଏଟା ସୋଲାର ଲାଇଟ୍ର ସାହାଯ୍ୟ କରୁଛନ୍ତି। ବିଗତ ପିତି ସାହୁ ଯୋଉ ସରପଞ୍ଚ ଥିଲେ ସେ ସୋଲାର ଲାଗିଥିଲା କିନ୍ତୁ କରେଣ୍ଟ ଆସିନି, ରାସ୍ତା ବି ନାହିଁ। ରାସ୍ତା ହେଇନି ନାହିଁ ସେ ଅବସ୍ଥାରେ ବାରାରେ ଏଟାରେ ସାପରେ ପଡ଼ିକି ଆଜ୍ଞା ଆଉ କିଛି ଭଲ ଆଶୀର୍ବାଦ ତମ ନାଁ ନା କଣ? ଶାନ୍ତି ଦାସ। କଣ କହିବେ ଆଜି? ବିଡ଼ିଓ ମ୍ୟାଡ଼ାମ ସବୁ ଆସିଥିଲେ, ସବୁ ଦେଖିକିରି ଗଲେ।